କାଲି ଟଙ୍କପାଣି ନଦୀ ତଳେ ସରସ୍ୱତୀ ମୂର୍ତ୍ତି ବିସର୍ଜନ କରିବାକୁ ଆସି 2 ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମବେଦନା ଜଣାଇଛନ୍ତି। ଏ ବିଷୟରେ ଆପଣ କ'ଣ କହିବେ? ଆପଣ ତ ଦୁଇ ଥର ଜୟଦେବରେ ବିଧାୟକ ଥିଲେ, ବିଗତ ଦିନରେ ଏଥିପ୍ରତି ଷୋଳତମ କରିଥିଲେ। ଆଜି ଏ ଯେଉଁ ମୃତ୍ୟୁ ଘଟିଛି ଛାତ୍ରଙ୍କର, ଏ ବିଷୟରେ କ'ଣ କହିବେ? ବାସ୍ତବରେ ଏହା ଏକ ଦୁଃଖଦାୟକ ଘଟଣା। ଏହା ଦୁଇଟି ପରିବାରକୁ ଦୋହଳି ଦେଲା। ତାଙ୍କର ସବୁ ସ୍ୱପ୍ନ ଚୁରମାର ହେଇଗଲା। ତାଙ୍କର ଦୁଇଟି ସନ୍ତାନ, ଦୁଇଟି ପରିବାର ଯେଉଁମାନେ ଅକାଳ ବିୟୋଗ ହେଲା, ସେଥିପାଇଁ ମୁଁ ବହୁତ ଦୁଃଖିତ ଏବଂ ଧନ୍ୟବାଦ ଦେବି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ମୋହନ ଚରଣ ମାଝୀ, ଯିଏକି ସାଙ୍ଗେ ସାଙ୍ଗେ ତାଙ୍କ ପାଇଁ ଯେଉଁ ଅର୍ଥ ରାଶି ଘୋଷଣା କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି, ତାଙ୍କ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ମୁଁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ତାଙ୍କୁ ମୁଁ ଅନୁରୋଧ କରୁଛି ଯେ କମ୍ ସେ କମ୍ ଭବିଷ୍ୟତରେ ଏଭଳି ନ ହେଉ, ତା ପାଇଁ କ'ଣ ରାସ୍ତା ଅବଲମ୍ବନ କରାଯାଇପାରିବ, ସେଠି ପଦକ୍ଷେପ ନେଲେ ଆହୁରି ଭଲ ହେବ, ଆହୁରି ଜୀବନ ରକ୍ଷା ହେଇପାରିବ।